ओके, नमस्कार। गुड मॉर्निंग। जय आरसीएम। जय आरसीएम। बहुत बहुत खुशी ଲାଗୁଛି କି ଆମେ ପ୍ରପର ଟାଇମରେ ଆମେ ମାନେ ଆସି ଯାଇଛେ। ଅନ୍ୟମାନେ ତ ଆସିବେ, ଧୀରେ ଧୀରେ ସମସ୍ତେ ଆସୁଛନ୍ତି, ଆସିବେ। କିନ୍ତୁ ଆମେ ଫାଷ୍ଟ ଆସିଛେ ତ ସେଥିଲାଗି ଆମକୁ ଆମକୁ ନିଜକୁ ନିଜକୁ ବହୁତ ବହୁତ ଧନ୍ୟବାଦ ଦେବା ଦରକାର, କାରଣ ପରମାତ୍ମାଙ୍କର ଯୋଉ ସଦ୍ବୁଦ୍ଧି ଆମକୁ ଦଉଛନ୍ତି ତ ସେଇ ସଦ୍ବୁଦ୍ଧିକୁ ଆମେ ପ୍ରପର ୟୁଟିଲାଇଜ କରିପାରୁଛେ। ଅ, ମୁଁ କହିବି କି ଆରସିଏମ ଏଭଳି ଗୋଟେ ଅଭିଯାନ, ଯୋଉ ଅଭିଯାନରେ କି ଆମକୁ ସବୁ କିଛି ମିଳୁଛି। ମାନ ସମ୍ମାନ ଇଜ୍ଜତ ଠୁ ଆରମ୍ଭ କରିକି ପୁରା ହିନ୍ଦୁସ୍ତାନରେ ଗୋଟେ ଭାଇଚାରାର ମନୋବୃତ୍ତି, ପରସ୍ପରର ପରୋପକାରର ଯୋଉ ମନୋବୃତ୍ତି, ସେବା, ଏ ସବୁ କିଛି ମିଳୁଛି। ତ ତା ଦେହରୁ ଯଦି ଆମେ ଅ, ଅଳ୍ପ କିଛି ନଉଛେ, ତାହେଲେ ମୁଁ କହିବି କି ସେଟା ଗୋଟେ ଏକ୍ଜାମ୍ପଲ, ଯେମିତି କି ଯେମିତି ସମୁଦ୍ର ପୁରା ପଡିଛି, କିନ୍ତୁ ଆମେ ଗୋଟେ ଚାମଚ ନେଇକି ଯାଇକି ସମୁଦ୍ରରୁ ଚାମୁଚିଏ ପାଣି ନେଇକି ଆସୁଛେ। ତ ସେଇଟା ଆମ ପାଇଁ, ଆମର ଚିନ୍ତା କରିବା ଦରକାର ଯେ ଆମେ କଣ କରୁଛେ, ତା ଉପରେ ଚିନ୍ତା କରିବା ଦରକାର। ସେଥିଲାଗି ମୋର କହିବା କଥା ଯେ ଆମ ପାଖରେ ଅପାର ସମ୍ଭାବନା ଅଛି। କିମ୍ବା ଗୋଟେ ଏକ୍ଜାମ୍ପଲ ନେଇପାରିବା, ଯେମିତିକି ବହୁତ ସାରା ଆମ ଖାଇବା ଥାଳିରେ ବହୁତ ସାରା ଜିନିଷ ଥୁଆ ହେଇଛି, କିନ୍ତୁ ଆମେ ତା ଦେହରୁ ଅଳ୍ପ କିଛି ନେଇକି ଖାଉଛେ। କିମ୍ବା ଆପଣ ଚିନ୍ତା କରିପାରିବେ ଏମିତି ଯେ ଗୋଟେ ଘର ଭିତରେ ବହୁତ ରୁମ୍ ଅଛି ଆମେ ଚଳପ୍ରଚଳ କରିବା ପାଇଁ, କିନ୍ତୁ ତା ଦେହରୁ ଆମେ ଗୋଟେ ଛୋଟିଆ ରୁମ୍ରେ ଆମେ ରହୁଛେ, ଆଉ ବାକି ରୁମ୍କୁ ଆମେ ଯାଉନେ। ତ ଏ ସବୁ ବହୁତ ସାରା କଥା ରହିଛି। ଏ, ତାକୁ ଇଏ ସବୁକୁ ସମ୍ଭବ ହେଇପାରିବ ଏଇଥିପାଇଁ ଯଦି ଆମର ମାନସିକତାକୁ ପରିବର୍ତ୍ତନ ଆମେ କରିପାରିବା। ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ମୁଁ ଯେତିକି ଅନୁଭବ କରିଛି, ସବୁଠୁ ବଡ଼ ପ୍ଲାଟଫର୍ମ, ଯେମିତିକି ଆମେ ଗୋଟେ ବହୁତ ବଡ଼ ମହଲ ଭିତରେ ପହଞ୍ଚିବା, ମହଲ ଭିତରେ ପହଞ୍ଚିବାକୁ ହେଲେ ତ ପ୍ରଥମେ ତାର ଏଣ୍ଟ୍ରାନ୍ସରେ ଆମକୁ ଯିବାକୁ ପଡ଼ିବ। ସେ ଏଣ୍ଟ୍ରାନ୍ସ ହେଉଛି ମୋ ମତରେ ଆରସିଏମ ଗୁରୁକୁଳ। ପ୍ରତ୍ୟେକ ଦିନ ସକାଳୁ ସକାଳୁ ଯୋଉ ନୂଆ ବିଚାର, ନୂଆ ସଂସ୍କାର ଆମେ ଶିଖୁଛେ। ଟିସି ସାବଡ଼ା ସାର୍ଙ୍କୁ ତ ବହୁତ ବହୁତ ଧନ୍ୟବାଦ। ତ ଇଏ ଇଏ ବିଚାର ଦ୍ୱାରା ଆମେ ଆଗକୁ ବହୁତ ବଢିପାରିବା, ଜୀବନରେ ବହୁତ ଉନ୍ନତି କରିପାରିବା। ଯଦି ପ୍ରତ୍ୟେକ ଦିନ ଦୈନନ୍ଦିନ ଲାଇଫରେ ଆମେ ଲୋକଙ୍କୁ ଇନଭାଇଟ୍ ନ କରୁଛେ ଗୁରୁକୁଳକୁ, ଆମେ ବହୁତ କିଛି ଛାଡି ଦଉଛେ। ହଁ, ଆଜି କଥାଟା କାଲିକି ହବନି। ତ ଆଜି ଯୋଉ ସୁଯୋଗ ଦେଇଛନ୍ତି, ପରମାତ୍ମା ଆମକୁ ଯୋଉ ସୁଯୋଗ ଦେଇଛନ୍ତି, ବହୁତ ସାରା ଲୋକଙ୍କୁ ଆଜି ସକାଳର ସୁଯୋଗ ବି ଦେଇନାହାନ୍ତି। ସକାଳର ସୁଯୋଗ ମିନ୍ସ ସେମାନେ ସକାଳୁ ଏ ଦୁନିଆରେ ନାହାନ୍ତି। ତ ସେମାନେ କଣ କରିପାରିବେ? ସେମାନେ ଭାବିଥିବେ ଯେ କାଲି କିଛି ଗୋଟେ କରିବି, କିନ୍ତୁ କାଲି ଆଉ ହବନି। କିନ୍ତୁ ଆମକୁ ସେ ସୁଯୋଗ ଦେଇଛନ୍ତି, ଭଗବାନ ଆମକୁ ସେ ସୁଯୋଗ ଦେଇଛନ୍ତି ଯେ ଆଜି ଆମେ କଥା କହିପାରୁଛେ, ଆଜି ଆମେ କଥା କାମ କରିପାରୁଛେ। ଆଜି ଇଏ ଭାରତ ବର୍ଷକୁ ଗୋଟେ ନୂଆ ଭାରତ ତିଆରି କରିବାରେ ଆଜି କିଛି ଆମେ ଯୋଗଦାନ ଦେଇପାରୁଛେ, ସେଇଟା ହଉଛି ବହୁତ ବଡ କଥା ଆମ ପାଇଁ। ତ ସେଥିଲାଗି କୌଣସି ମୁହୂର୍ତ୍ତକୁ ଆମେ ଛାଡିବା ଉଚିତ ନୁହେଁ। ଟିମର ଲୋକଙ୍କୁ ଇନଭଲ୍ଭ କରିବା ନିହାତି ଦରକାର, ଏଇଥିପାଇଁ ଯେ ଯଦି ଆମେ ଏକା ତ କିଛି କରିପାରିବାନି। ଏକା ଗାନ୍ଧୀ ଚାହିଁଥିଲେ ବି ଆମ ଦେଶକୁ ସ୍ୱାଧୀନ କରିପାରିନଥାନ୍ତେ। ତ ତାଙ୍କର ଯୋଉ ମୋଟିଭେସନ, ତାଙ୍କର ଯୋଉ ଲୋକଙ୍କୁ ଲୋକଙ୍କ ଭିତରେ ଯୋଉ ଜାଗରୂକତା ତିଆରି କଲେ, ଧୀରେ 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 ସଂଖ୍ୟା ବଢି ବଢି ଚାଲିଲା। ପୁରା ଭାରତ ବର୍ଷରେ ଗୋଟେ ଅହିଂସା ଆଉ ଅସହଯୋଗର ଆନ୍ଦୋଳନ ହେଇ ଚାଲିଲା। ଆଜି ଦେଶ ଆମର ସ୍ୱାଧୀନ ହେଇଗଲା। ତ ଇଏ ବି ସେମିତି। ସେ ତ ରାଜନୈତିକ ଆଜାଦି ତ ହେଇଗଲା, ଠିକ ଅଛି। ଇଏ ହଉଛି ଆର୍ଥିକ ଆଜାଦି, ସ୍ୱାବଲମ୍ବନ ଆଜାଦି, ସୁସ୍ଥ ରହିବାର ଗୋଟେ ପ୍ରକାରର ମନୋଭାବ। ଏ ପ୍ରକାରର ଯୋଉ ମନୋଭାବ ନେଇକି ଆମେ ଯୋଉ ଚାଲିଛି, ତ ତା ଦେହରେ ସହଯୋଗ କରିବା ନିହାତି ଉଚିତ। ଆଉ ସବୁଠୁ ବଡ କଥା, ପୁରା ହିନ୍ଦୁସ୍ତାନରେ ହୁଏତ କିଏ କରୁଥିବେ କି କିଏ ନ କରୁଥିବ ତ ଆମେ ଜାଣିନେ, କିନ୍ତୁ ଆମେ ଯୋଉ ଅଭ୍ୟାସ କରୁଛେ ପ୍ରତ୍ୟେକ ଦିନ ସକାଳୁ, ଯାହା ଗୁରୁକୁଳରେ ଆମେ ଶିଖିଲେ ଏଠି ଅଭ୍ୟାସ କରୁଛେ। ଗୁରୁକୁଳରେ ଆଜି ଆରତୀ ଅପା ବି ହ୍ୟାଣ୍ଡରେଜ କରିଥିଲେ। ତ କାରଣ ସଂଖ୍ୟା ବହୁତ ବଢି ଯାଉଛି, 1000 ଲୋକ ଅଛନ୍ତି। 1000 ଲୋକଙ୍କ ଭିତରେ ପାଳି କେତେବେଳେ ପଡୁଥିବ ନ ପଡୁଥିବ, କିନ୍ତୁ ଜରୁର ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେବି, ଆମେ ଯୋଉ ଏଇ ସେସନ ଚଲଉଛେ ତ ପାଳି ତ ନିଶ୍ଚୟ ହିଁ ପଡିବ। ତ ସେଥିଲାଗି ମୋର ଆପଣମାନଙ୍କୁ ପୁଣି ଥରେ ସେଇ ଅନୁରୋଧ ଯେ ଯଦି ଆମେ ବହୁତ ବଡ ହବାକୁ ଚାହୁଁଛେ, ସଶକ୍ତ ହବାକୁ ଚାହୁଁଛେ, ଆମ ଟିମକୁ
ନୂଆ ନୂଆ ଦିଗଦର୍ଶନ ଦବା ପାଇଁ ଚାହୁଁଛେ ତ ଟିମକୁ ଆନ୍ତରିକତା ହିସାବରେ ମୋଟିଭେସନ କରିବା ନିହାତି ଦରକାର। ଯେମିତି ଆନ୍ତରିକତା ଯେ ଆସନ୍ତୁ, ମାନେ ପ୍ରତ୍ୟେକ ଦିନ ଆମେ ସେଇ ଲୋକକୁ କାଲି ଡାକିଲେ, ସେଇ ଲୋକକୁ ଆଜି ଡାକିଲେ ସେ ଲୋକ ହବନି। କିନ୍ତୁ ଆମେ ଯଦି ଇଏ କାମ କରିବା ଯେ କାଲି ଯାହାକୁ ଆମେ ଡାକିଲେ ତ ସେ ଲୋକକୁ ଆଜି ନ ଡାକିକି, ହଁ ଯଦି ଆସିଲେ ତ ତାକୁ ତାରିଫ କରିବା। ଯଦି ନ ଡାକିକି ପୁଣି ଆମ ଲିଷ୍ଟ ଅଛି, କାଲି 10 ଜଣଙ୍କୁ ମୁଁ ଇନଭାଇଟ କଲି, ଗୁରୁକୁଳ ବିଷୟରେ କହିଲି, ଆଜି ଆଉ 10 ଜଣଙ୍କୁ କହିବି, ତ ତାପରେ ଆଉ 10 ଜଣଙ୍କୁ କହିବି। ଦେଖନ୍ତୁ ବହୁତ ସାରା ସାଥୀ ଏବେ ଅଛନ୍ତି ସକାଳୁ ବି ଉଠୁଛନ୍ତି, କିଛି ସାଥୀ ଉଠି ପାରୁନାହାନ୍ତି କିନ୍ତୁ କିଛି ସାଥୀ ଉଠୁଛନ୍ତି। ଏବେ ଦେଖନ୍ତୁ ଆ, ଯୋଉ ସାହୁ ଭାଇ ଆପଣ ଯୋଉ ଡାକିଥିଲେ ସେ କଲ୍ୟାଣ ନଗରର ସୁଧାଂଶୁ ବାବୁ, ସେ ମଝିରେ ମଝିରେ ଆସୁଥିଲେ। ଏବେ ସେ ଉଠିଛନ୍ତି, ମତେ ସେ ହ୍ୱାଟ୍ସଆପରେ ଗୁଡ ମର୍ଣ୍ଣିଂ ର ମେସେଜ ବର୍ତ୍ତମାନ ଦଉଛନ୍ତି, କିନ୍ତୁ ଏଠିକି ଆସୁନାହାନ୍ତି। ମାନେ ମୋ କହିବା କଥା କି ଦେଖନ୍ତୁ ଦୋଷ ତାଙ୍କର ନୁହେଁ, ଦୋଷ ଆମର। ଆମେ ତାଙ୍କୁ ମୋଟିଭେଟ କରିବା ନିହାତି ଦରକାର। ତ ସେଥିଲାଗି ଏଇଟା ଆପଣଙ୍କ ଉପରେ ମୁଁ ଛାଡୁଛି ଯେ ଆମେ ତାଙ୍କୁ ଅ, ଆମେ ତାଙ୍କୁ ମୋଟିଭେଟ କରିବା ନିହାତି ଦରକାର, ତାକି ଯୋଉ କାମରେ ଆସୁଛନ୍ତି ହୁଏତ ତାଙ୍କୁ ଏମିତି ଲାଗୁଥିବ ଯେ ମୁଁ କିଛି କରିପାରୁନି ବୋଲି ଏଠିକି କାହିଁକି ଯିବି। ସେ କଥା ଆସୁଥିବ, ତାଙ୍କୁ ବୁଝେଇବା ଦରକାର, କରନ୍ତୁ ନ କରନ୍ତୁ କିଛି ଅସୁବିଧା ନାହିଁ, ଆସନ୍ତୁ ଗୋଟେ ସତ୍ସଙ୍ଗରେ ବସନ୍ତୁ। ହଉ, ଆଜି ନହେଲେ ତ କାଲିକି ହବ। ତ ଇଏ ହଉଛି କଥା। ତ ଧୀରେ ଧୀରେ ଆମେ ସଂଖ୍ୟା ବଢେଇବା। ଆଜି ଯାହା ହଉ ଆମେ 4 ଜଣ ଅଛେ। ତ ଅପା କଣ ପାଇଁ ହ୍ୟାଣ୍ଡରାଇଜ କରିଥିଲେ, ତ ଆଜି ଆମେ ଗୁରୁକୁଳର ତାଙ୍କ କଥା ଶୁଣି ସାରିଲା ପରେ ଆମେ ଆଗକୁ ବଢିବା। ଓକେ, ୱେଲକମ୍ ଅପା। ଜୟ ଆସି ଜୟ ଆର୍ସିଏମ୍। ମତେ ଆଜି ଗୁରୁଜୀଙ୍କର କଥା ଗୁଡାକ ବହୁତ ଭଲ ଲାଗିଲା। ତାପରେ ଆମର ଯୋଉ ରବିତେଜ ମୁରିଆ ଯୋଉ କହିଲେ, ପ୍ରକୃତ ଆମେ ଯାହାକୁ ଜଏନ କରିବା ତାଙ୍କ ସାଙ୍ଗରେ ଆନ୍ତରିକତା ବଢେଇବା, ତାପରେ ତାଙ୍କ ଘରକୁ ଯାଇ ୱେଲକମ ମିଟିଂ କରିବା, ତାପରେ ଆମେ ତାଙ୍କୁ ପ୍ରଡକ୍ଟ ଟେଷ୍ଟ କରେଇବା। ପ୍ରଡକ୍ଟ ଟେଷ୍ଟ କରି ତାଙ୍କ ଫ୍ୟାମିଲି ସାଙ୍ଗରେ ବସିକିରି ଆମେ ଏଇ ପ୍ରଡକ୍ଟ ବିଷୟରେ କହିବା, କହିକିରି ତାଙ୍କୁ ଟେଷ୍ଟ କରେଇବା। ଯାହା ଫଳରେ କି ସେମାନେ ପ୍ରଡକ୍ଟ ଟେଷ୍ଟ କଲେ ତାଙ୍କର ଗୋଟେ ଇଣ୍ଟରେଷ୍ଟ ବଢିବ। ଯାହା ହଉ ଆମକୁ ଆସି ଆମେ ଜଏନ କରିଥିବାରୁ ସେ ଆମ ଘରେ ଆସି ୱେଲକମ କଲେ। ତାପରେ ସେ କହିଲେ ଟିମ୍ ସାଙ୍ଗରେ ଆମେ ପ୍ଲାନିଂ ଡେଲି କରିବା। ତାଙ୍କର ଡେଲି ରୁଟିନ ଟିମ୍ ଆମେ ବସିକି ତାଙ୍କ ସାଙ୍ଗରେ ଡେଲି ତାଙ୍କର କଣ ଆକ୍ସନ ଆଜି ଦିନ ଭରି ଆମେ ତାକୁ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଇ ସିଡ୍ୟୁଲ ଟେଷ୍ଟ ସିଡ୍ୟୁଲ ପ୍ଲାନ୍ ଆଉ ସିଡ୍ୟୁଲ ଆମେ ତିଆରି କରିବା। ତାପରେ ୟୁଏଲପି କୁଇକ୍ ଯୋଉ ମିଟିଂ ହଉଛି, ସବୁ ସବୁ ମେମ୍ବର ମାନଙ୍କୁ ଡାକିବା। ଆଉ ମୋର ତ ଏମିତି ମାନେ ମେମ୍ବର ମାନଙ୍କ ସାଙ୍ଗରେ ବଣ୍ଡିଙ୍ଗ, ଆଉ କୁହ ନା, ମୁଁ ଡେଲି ଫୋନ କରିବି, ତାଙ୍କୁ ରିମାଇଣ୍ଡ କରିବି ଯେ ଏଇଟା କର ସେଇଟା କର, ଗୁରୁକୁଳ ଆସ। ମୋର ଏଇଟା ହେଲା ରୀତିମତ ନିୟମ। କାର୍ତ୍ତିକ ମାସ ହେଲେ ବି ମୁଁ ସକାଳୁ ପୂଜା ନ କରି ମୋର ଘର କାମ କରି ଗୁରୁଦେବଙ୍କୁ ପ୍ରଣାମ କରି ମୁଁ ଗୁରୁକୁଳ ଦେଖୁଛି, ଆଉ ଏଇ ପ୍ରୋଗ୍ରାମ ବି ଦେଖୁଛି। କିନ୍ତୁ ତା ନୁହେଁ ଯେ ମୁଁ ପୂଜା କରୁନି। ମୁଁ 8ଟା ପରେ ମୋର ଗାଧେଇ ପାଧେଇ ନିତ୍ୟକର୍ମ ସାରି ମୁଁ ପୂଜା କରୁଛି, ଘର ସବୁ କାମ କରୁଛି। ଏତିକି କହିବାକୁ ଚାହୁଁଛି, ମୋର ଯେତେ ଟିମ୍ ମେମ୍ବର ସବୁ ଗୁରୁକୁଳ ଆସନ୍ତୁ। ଗୁରୁକୁଳ ଯଦି ନ ଦେଖି ପାରୁଛନ୍ତି, ୟୁଟ୍ୟୁବ ସାଙ୍ଗେ ସାଙ୍ଗେ ଅଛି ଦେଖନ୍ତୁ, ଆଉ ତା ଦେହରୁ ଯାହା ଶିଖୁଛନ୍ତି ନୋଟ ଆଉଟ କରନ୍ତୁ। ଆଉ ତା ପର ମୁହୂର୍ତ୍ତରେ କଣ ଶିଖିଲେ, ଆମର ଯୋଉ ମିଟିଂଟା ଏଇଟା ହଉଛି 7:30ରୁ 8 ଭିତରେ ସେମାନେ ସମସ୍ତେ ଆଟେଣ୍ଡ ରୁହନ୍ତୁ। ମୁଁ ସମସ୍ତଙ୍କୁ ଏଇଟା ୱାର୍ନିଂ। ଆଉ ଆଜି ମିଟିଂ, ଆଜି ବି ଯୋଉ ମୁଁ ଫୋନ କରିବି କି ଯାହାକୁ ମିଟ୍ କରିବି, ମୁଁ ସମସ୍ତଙ୍କୁ ଏଇ କଥା କହିବି। ମତେ ବି ଗୁଡ ମର୍ଣ୍ଣିଂ ଆସିଲା, ଗୀତାଞ୍ଜଳି ମ୍ୟାଡାମ ମତେ ଗୁଡ ମର୍ଣ୍ଣିଂ କହିଛନ୍ତି, କିନ୍ତୁ କେହି ମିଟିଂ କି ଆସିନାହାନ୍ତି। ମୁଁ ଆଉ ଗୁଡ ମର୍ଣ୍ଣିଂ ରିପ୍ଲାଏ କଣ ଦେବି? ମୁଁ ତାଙ୍କୁ ଆଗ ସେୟାର କରିବି ଏଗୁଡା ସବୁ। ଏବେ ଆମ ନିୟମ ହେଲା ଯେ ହ୍ୱାଟ୍ସଆପ ରେ ଗୁଡ ମର୍ଣ୍ଣିଂ ଦେବେ, ଆମେ ଗୁରୁକୁଳ ସେୟାର କରିବୁ। ଓକେ, ଥ୍ୟାଙ୍କ ୟୁ। ଗୋଟେ ବହୁତ ଭଲ କଥା ଯେ ସେଇ କଥାକୁ ଆମେ ସେୟାରିଂ କରିବା ଆଉ ତାଙ୍କୁ ମୋଟିଭେଟ ବି କରିବା। କାହାକୁ ହଁ, କାହାକୁ ତାଗିଦ କରିବାନି ଯେ କାହିଁକି ସେ ନ ଆସିଲେ, କିନ୍ତୁ ନାଇଁ ଆମେ ତାଗିଦ ନୁହଁ, ସେମାନେ ମୁଁ ତାଗିଦ କଲେ ବି ଖୁସି। ଆମେ ମୋଟିଭେଟ କରିବା। ଗୁରୁକୁଳ ଆସିବା ମୋର ଦ୍ୱାରା ଭଲ ଗୁରୁକୁଳ ଆସିବା ଦ୍ୱାରା ଯଦି ଆମେ ଏ,
ଆମର ହଁ ତାପର୍ଯ୍ୟନ୍ତ ମୁଁ ଆଜ୍ଞା। ତାଗିଦ କରେନି, ମୋର ଭଲ ପାଇବା ତାଙ୍କ ପ୍ରତି ଅଛି ବୋଲି ମୁଁ ତାଙ୍କୁ ରିମାଇଣ୍ଡ କରାଏ। ନାଇଁ ଠିକ କଥା। ଆ, ନାଇଁ ସେଇଟା ବି ଠିକ କଥା, ବହୁତ ବଢିଆ କଥା। ନାଇଁ ମୋର କହିବା କଥା ଯେ ଗୁରୁକୁଳ କୁ ଆସିବା ପାଇଁ ଆମେ ମୋଟିଭେଟ କରିବା ନିହାତି ଜରୁରୀ। କାହିଁକି ନା ଗୁରୁକୁଳକୁ ଆସିବା ଦ୍ୱାରା ଆମର ବିଚାରର ପରିବର୍ତ୍ତନ ହୁଏ। ଆଉ ଯଦି କୌଣସି ବ୍ୟକ୍ତିର ବିଚାରର ପରିବର୍ତ୍ତନ ହେଲା, ତାହେଲେ ତାର ମନ ଭିତରେ ସଂସ୍କାର ଆସିଯିବ। ଆଉ ଯଦି ସଂସ୍କାର ଆସିଗଲା, ଏ ଦୁନିଆରେ ସେ ମହାନ ହେଇପାରିବ। ତା ସଂସାର ବହୁତ ସୁଖରେ କଟିପାରିବ। ତ ସେଥିଲାଗି ସେ ସୁଖରେ ରହିବା ପାଇଁ, ତ ବହୁତ ଭଲରେ ରହିବା ପାଇଁ, ସେଥିଲାଗି ଗୁରୁକୁଳର ଶିକ୍ଷା ନବା ନିହାତି ଜରୁରୀ। ଡେଲି ସକାଳୁ ତାଙ୍କୁ ମୋଟିଭେଟ କରିବା ଦରକାର ଯେ ଆପଣ ଆସନ୍ତୁ, ଏଠି ବହୁତ ବଡ଼ ନୂଆ ବିଚାର ହେଇଯାଇପାରିବ, ଆପଣ ଜୀବନକୁ ବହୁତ ବଡ଼ ପରିବର୍ତ୍ତନ ଆଣିପାରିବ। ଯୋଉ ଯୋଉ କଥା ଆମେ ଚାହୁଁଛେ କରିବା ପାଇଁ, ସେ କାମ ଯଦି ଆମେ କରୁନେ, ତାହେଲେ ଏଠି ଆମେ ସେ କାମ ଆମେ କରିବା। ତ ଠିକ ଅଛି, ବହୁତ ବଢିଆ କଥା। ସାହୁ ଭାଇ କୁହନ୍ତୁ। ଆଜି ତ ବହୁତ ଭଲ ଆଲୋଚନା ହେଲା, ମୋଟିଭେସନ ଆଉ ଇନଭାଇଟ୍। ଆମେ ଇନଭାଇଟ୍ ଗୁରୁକୁଳକୁ କରିବା ହେଉଛି ସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ। ଯେ ମୁଁ ଯେମିତି କାଲି 20 ଜଣ ଲୋକଙ୍କୁ କହିଥିଲି, 20 ଜଣ ସାଥୀଙ୍କୁ କହିଥିଲି, ସେଥିରୁ ବର୍ତ୍ତମାନ ଏବେ ସୁଦ୍ଧା କେହି ଆସିନାହାନ୍ତି। ସେ ବାସନ୍ତୀ ମ୍ୟାଡ଼ାମ ବି ଉଠେଇ ପାରିଲେନି, ସିଏ ବି କ'ଣ ଆଇଦର ଏ ବର୍ଷା ପାଇଁ କ'ଣ ହେଇଥିବ। କିନ୍ତୁ ଆମର ପ୍ରୟାସ ଜାରି ରଖିବା, ଇନଭାଇଟ୍ କରିବାର ପ୍ରୟାସ, ତାକୁ ବନ୍ଦ କରିବା ନାହିଁ। ଯାହାଫଳରେ କି ଆମ୍ଭେ ଯିଏ ବି ହଉ, ଆଜି ଆସିପାରିନି କାଲି ଆସିବ। ଆଜି କେତେକ ଲୋକ ବାତ୍ୟା ସକାଶେ ଆମେ ବସିପାରୁନୁ, ନା ବାତ୍ୟା ସହିତ କିଛି ସମ୍ପର୍କ ନାହିଁ। ଗୁରୁକୁଳରୁ ଶିକ୍ଷା ପାଇବା, ଏଇଟା ଗୋଟେ ସବୁଠାରୁ ବେଷ୍ଟ ଜିନିଷ। ତେଣୁ ମୋଟିଭେସନ ଆମକୁ ଦରକାର, କିଛି ନା କିଛି ମୋଟିଭେସନ ଅଭାବ ରହିଛି। ଯାହାଫଳରେ କି ଆମର ଯେଉଁ 20 ସାଥୀଙ୍କୁ ଫୋନ କରିଥିଲି, ସେମାନେ କେହି ବି ଏପର୍ଯ୍ୟନ୍ତ ଆସିପାରିନାହାନ୍ତି। ତେଣୁ ବର୍ତ୍ତମାନ ଆମର ଜାରି ରହିବା କଥା, ଆମେ ଜାରି ରଖିବା, ମୋଟିଭେଟ କରିବା ଆମ କାମ, ଆଉ ଇନଭାଇଟ୍ କରିବା। ଯେମିତିକି ସତ୍ୟଦେବ କହନ୍ତି, କାଲି କହିଥିଲେ ପୁଣି ଆଜି ବି ମନେ ପକାନ୍ତୁ। ଏଇ ମନେ ପକେଇବାଟା ହେଉଛି ବେଶୀ ଗୁରୁତ୍ୱପୂର୍ଣ୍ଣ। କିଛି ଲୋକ ଆଭଏଡ୍ କରୁଛନ୍ତି, କିଏ ଶୋଇପଡ଼ିଛି। ଆଜି ଯେମିତି ଜଣେ କହିଲେ ଆଜ୍ଞା ମୁଁ ଟାଇମରେ ପ୍ରେୟାର କରିପାରୁନି, କାହିଁକି ନା ମୁଁ ଉଠିପାରୁନି। ତେଣୁ ଉଠିବା ପାଇଁ ଆମକୁ ଗୋଟେ ବଢ଼ିଆ ବାଟ ହେଉଛି ଆଲାରାମ। ମୋବାଇଲ ଆଲାରାମ ହେଉଛି ସବୁଠାରୁ ବେଷ୍ଟ ଜିନିଷ। ଯିଏ ଜଣେ ଚାହୁଁଛି ମୁଁ ଉଠିପାରୁନି, ତାହେଲେ ଆଲାରାମଟା ହେଉଛି ସବୁଠାରୁ ବେଷ୍ଟ ଜିନିଷ। ତା ସହିତ ଆଉ ରିମାଇଣ୍ଡ ହେଉଛି। ତେଣୁ ଆମେ ଏଇ ମୋଟିଭେସନ କାମଟାକୁ ବନ୍ଦ କରିବା ନାହିଁ, ଆଉ ଇନଭିଟେସନଟାକୁ ନିହାତି ଜାରି ରଖିବା। ଯାହା ହଉ ଡିସି ସାର୍ ଯେଉଁଟା କହିଲେ ଯେ ଆମର ମୋଟିଭେସନଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ସେ ମୋଟିଭେସନ କରି ଆମ ଗ୍ରୋଥ ହବ କ'ଣ ନା, ମୋଟିଭେସନ କରି ଏଇ ଯେଉଁ ଗୁରୁକୁଳରେ ବସେଇବା। ସବୁଠାରୁ ବେଷ୍ଟ ଜିନିଷ ହେଉଛି ଗୁରୁକୁଳରେ ବସେଇବା। କିମ୍ବା ଯଦି କେହି ନା କେହି ବସି ନ ପାରିଲେ, ତାଙ୍କୁ ଆମେ ୟୁଟ୍ୟୁବଟାକୁ ପଠେଇବା, ୟୁଟ୍ୟୁବ ଇନଭାଇଟ୍ କରିବା। ଇଏ ଗୋଟେ ବହୁତ ବଢ଼ିଆ ଜିନିଷ। ଯିଏ ନ ଦେଖିପାରୁଛି, ଏବେ ଅଧିକାଂଶ ଦେଖନ୍ତୁ କିଏ ପାଠ ପଢୁଛି ତ ସିଏ ଶୋଇପଡୁଛି ଡେରିରେ, କିଏ ସେମିତି ମୋବାଇଲ ଦେଖି ଦେଇକି ଶୋଇପଡୁଛି ଡେରିରେ, ଉଠିବା ସମ୍ଭବପର ହଉନି। ସେଥିପାଇଁ ଆମକୁ ମୋଟିଭେସନ ନିହାତି ଦରକାର। ଜୟ ସିଂ, ମୋବଟ ଶତପଥୀ ବାବୁ। ଓକେ, ଥ୍ୟାଙ୍କ ୟୁ। ସୁକାନ୍ତ ବାବୁ। ଜୟ ସିଂ ସାର୍, ନମସ୍କାର। ନମସ୍କାର। ସାର୍ ଆଜି ଆଜି ସାର୍ ଗୁରୁକୁଳ ବହୁତ ବଢିଆ ଇଏ ରହିଲା। ଆମର ଗ୍ରୋଥ ଉପରେ ବହୁତ ବଢିଆ କହିଲେ। ତା ସହିତ ଆମର ଟ୍ରେନିଂ ବିଷୟରେ କହିଲେ। ଲୋକମାନେ ଆମର ଯୋଉ ଆମର ମାନେ ଜଏନ୍ କରୁଛନ୍ତି, ସେମାନଙ୍କୁ କେମିତି ଫାଷ୍ଟ ଆମର ଇନଭାଇଟ୍ କରିବେ, କେମିତି ତାଙ୍କର କିଟ୍ ଓପନିଂ ହବ, କେମିତି ତାଙ୍କର ବୋଧେ ନେଟୱାର୍କ କିଛି ଇସ୍ୟୁ ଅଛି ସୁକାନ୍ତ ବାବୁ ଆପଣଙ୍କର। ଦେଖନ୍ତୁ, ନେଟୱାର୍କ ଇସ୍ୟୁ ଥାଇକି ବି ସୁଦ୍ଧା ପ୍ରତ୍ୟେକ ଦିନ ଆସୁଛନ୍ତି ସୁକାନ୍ତ ବାବୁ, ସେଟା ହଉଛି ବହୁତ ବଡ କଥା। ଓକେ, ନବଘନ ସାର୍ ଅନମ୍ୟୁଟ କରନ୍ତୁ। ନବନ ସାର୍ ଅନମ୍ୟୁଟ କରନ୍ତୁ ଆପଣଙ୍କର। ଓକେ, ସୀମା ମ୍ୟାଡ଼ାମ ଅନମ୍ୟୁଟ କରନ୍ତୁ। କୁହନ୍ତୁ। ନମସ୍କାର ଆଜ୍ଞା। ନମସ୍କାର, କୁହନ୍ତୁ। ମୁଁ ଟିକେ ଆଜ୍ଞା କହିଲି ଟାଇମରେ ଆଜ୍ଞା ରହିପାରୁନି, ଦୋକାନ ବିଜିରେ ଟିକେ ରହିଯାଉଛି। ଆଉ ଆପଣଙ୍କ କଥା ମୁଁ କିଛି ଶୁଣି ପାରୁନି ଭଲସେ। ଆଉ ମୁଁ ତ ଠିକରେ ବି ବୁଝିନି ବିଶେଷ, ଆଉ କଣ କହିବି।
ଆଚ୍ଛା ଆଚ୍ଛା। ନାଇଁ ଠିକ ଅଛି, କିଛି ଅସୁବିଧା ନାହିଁ। ଆପଣଙ୍କ ଯୋଉ ନେଟୱାର୍କର ପ୍ରୋବ୍ଲେମ ହଉଛି ଶୁଣି ପାରୁନାହାନ୍ତି ନାଇଁ ୟୁଟ୍ୟୁବରେ। ଆଜ୍ଞା ଶୁଣୁଛି ସବୁବେଳେ ଆଜ୍ଞା, ଆପଣଙ୍କ କଥା ଶୁଣୁଛି, କିନ୍ତୁ ମୁଁ ଦୋକାନ ଟିକେ ବିଜି ରହିଯାଉଛି ଏହି ସମୟରେ। ଆଚ୍ଛା ଆଚ୍ଛା, ଠିକ ଅଛି, କିଛି ଅସୁବିଧା ନାହିଁ। ଆମେ ୟୁଟ୍ୟୁବ ଟା ଲଗେଇକି ସକାଳୁ ଶୁଣିପାରିବା। ଆଜ୍ଞା ମାନେ ଯେକୌଣସି କଥାକୁ ଆମେ ଶୁଣିବା ନା ତାକୁ ଆମେ କରିବା। ମାନେ ମେଡିକାଲ ସାଇନ୍ସ କହୁଛି ଯୋଉମାନେ ଗୁଙ୍ଗା ହୁଅନ୍ତି, ମାନେ କଥା କହିପାରନ୍ତିନି, ଆଜ୍ଞା ତ ସେମାନଙ୍କର ଅସୁବିଧା କଣ ଥାଏ ନା ସେମାନେ କିଛି ଶୁଣି ପାରନ୍ତିନି। ଯଦି କିଛି ଶୁଣି ପାରନ୍ତିନି ତ ସେଟା ସିଏ କହିପାରନ୍ତିନି। ତ ଆମେ ଆଜ୍ଞା ଶୁଣିବା ହଉଛି ନିହାତି ଇମ୍ପୋର୍ଟାଣ୍ଟ। ଆମେ ପ୍ରତ୍ୟେକ ଦିନ ଗୁରୁକୁଳକୁ ଯଦି ଆମେ ଶୁଣିବା, ୟୁଟ୍ୟୁବ ଟା ଲଗେଇଦବା, ଆମେ ତାକୁ ଶୁଣିବା। ଶୁଣିବା ଦ୍ଵାରା କଣ ହବ ନା ଆମେ କହିପାରିବା, ଆମେ ତା ଉପରେ କାମ କରିପାରିବା। ଯେକୌଣସି କାମକୁ କରିବା ପାଇଁ ଆଜି ଦେଖନ୍ତୁ ବହୁତ ସାରା ଗାଁ ଗହଳିରେ ବି ଆପଣ ଦେଖୁଥିବେ ସେମାନେ ପେପର ପ୍ଲେଟ ତିଆରି କରିକିରି ସେମାନେ ବିକ୍ରି କରୁଥିବେ। କିନ୍ତୁ ପେପର ପେପର ପ୍ଲେଟ ତ ଆମ ପୂର୍ବପୁରୁଷ ମାନେ କେହି ତିଆରି କରିନଥିଲେ। ତ ଆମେ କେମିତି ତିଆରି କଲେ? ତ ଆମେ କିଛି ଶିଖିଲେ। ଜଣେ ଆଚ୍ଛା କିଛି ଏମିତି କେତେ ଜାଗାରେ ଯାଇଛି, ସେମାନେ ଏସଏଚଜି ଗ୍ରୁପ ଏସବୁ କରିକିରି ଆହୁରି ବହୁତ ସାରା କାର୍ଯ୍ୟକ୍ରମ କରୁଛନ୍ତି। ଫିନାଇଲ ତିଆରି କରିବା, ଏସବୁ କରିବା, ବହୁତ ସାରା ଆତ୍ମନିର୍ଭରଶୀଳ ବହୁତ ସାରା ହଉଛନ୍ତି। ତ ସେମାନେ ଜାଣିଲେ କେମିତି ଏସବୁ କଥା? ସେମାନେ ଶିଖିଲେ, କାହାଠୁ ନା କାହାକୁ ଶୁଣିଲେ। ତ ସେମିତି ଆମେ ଯଦି କିଛି ଶିଖିବା ତାହେଲେ ଆମେ ବି କିଛି ବହୁତ କିଛି କରିଦେଇ ପାରିବା। ଓକେ, ଥ୍ୟାଙ୍କ ୟୁ। ନାନୀ କୁହନ୍ତୁ, ଅନମ୍ୟୁଟ କରନ୍ତୁ। ଯାହା ହଉ ନାନୀ ଆମକୁ ସବୁଦିନେ ଆସିକି ଯୋଉ ପ୍ରେରଣା ଦଉଛନ୍ତି, ତ ସେଥିଲାଗି ତାଙ୍କୁ ବହୁତ ବହୁତ ଧନ୍ୟବାଦ। କାରଣ ଏ ବୟସରେ ଆମକୁ ପ୍ରେରଣା ଦବା, ଆ, ମାନେ ସୁସ୍ଥ ସବଳ ଲୋକମାନେ ତ ଆସୁନାହାନ୍ତି, କିନ୍ତୁ ନାନୀ ଆସୁଛନ୍ତି, ସେଇଟା ହଉଛି ବହୁତ ବହୁତ ବଡ ବଡ କଥା। କୁହନ୍ତୁ, ଅନମ୍ୟୁଟ କରନ୍ତୁ। ଆଜ୍ଞା କୁହନ୍ତୁ। ଶୁଭେଚ୍ଛା। ଆଜ୍ଞା, ଆପଣଙ୍କ ଜୟାଶ୍ରୀ, ଆଶୀର୍ବାଦ ଏମିତି ହଁ ସବୁବେଳେ ଆମ ପାଖରେ ମୁଁ ଥାଉ। ଶୁଣିଛି। ଆମ ଉପରେ ସବୁବେଳେ ଆପଣଙ୍କ ଆଶୀର୍ବାଦ ଏମିତି ଥାଉ। ନାଇଁ, ଆଶୀର୍ବାଦ ତ ଶୁଣନ୍ତୁ, ଆଶୀର୍ବାଦ ଭଗବାନ କରିବେ, ସବୁ ଭଗବାନଙ୍କର ଇଚ୍ଛା। ସିଏ ଚାହିଁଲେ ସବୁ କିଛି ସମ୍ଭବ ହେବ। ଆମେ ତ ଛାର ମଣିଷ, ଆମେ ଆଉ କଣ ଆମର ଖାଲି ଟିକେ ଶୁଭେଚ୍ଛା ଦରକାର, ମାନେ ଟିକେ ସମସ୍ତଙ୍କର କେମିତି ମଙ୍ଗଳ ହଉ ଏଇ ଚିନ୍ତା କରିବା ଦରକାର। ଆଉ ମୁଁ ଗୁରୁକୁଳ ଶୁଣୁଛି। ଗୁରୁକୁଳ ଗୋଟେ ଭଲ ପ୍ଲାଟଫର୍ମ, ଯୋଉଠିକି ଗୋଟେ ଭଲ ଶିଷ୍ୟ ହେଇକି ସେଠି ବସିଲେ ବହୁତ କିଛି ମାନେ ଶିଖି ହବ। ଶିଖିବା ମନୋବୃତ୍ତି ନେଇ ବସିଲେ ଶିଖି ହବ, ଏବଂ ଯାହା ଶିଖିବା ତାକୁ କାର୍ଯ୍ୟରେ ଲଗେଇବା ପାଇଁ ଚେଷ୍ଟା କଲେ ଆମେ ସଫଳତା ପାଇବା। ଏଇଟା ହଉଛି ବଡ କଥା। ତେଣୁ ସଫଳତା ପାଇବାକୁ ହେଲେ ଗୁରୁକୁଳରେ ନିହାତି ସବୁଦିନ ବସିବା ଦରକାର। ଏବଂ ଯେମିତି ଗୋଟେ ମୋବାଇଲକୁ ଆମେ ଚାର୍ଜ କଲେ ସେ କାର୍ଯ୍ୟକ୍ରମ ହଉଛି, ସେମିତି ଗୁରୁକୁଳ ଗୁଡାକର କଣ ଗୋଟେ ଚାର୍ଜର ଭଳିଆ। ଆମକୁ ସେ କିଛି ମାନେ ଚାର୍ଜ କରୁଛି, କେମିତି ଆମେ ଇନ୍ସପିରେସନ ପାଇ ଏ କାମରେ ଆଗେଇବା। ତେଣୁ ଏଇ ମନୋବୃତ୍ତି ରଖି ଯଦି ଆଗେଇ ପାରିବା ତାହେଲେ ନିଶ୍ଚୟ ଭାବରେ କିଛି ଶିଖିପାରିବା। ଆଉ ଶିଖୁ ଶିଖୁ ଯଦି ଆମେ କହିବା ଆମେ ଗୋଟେ ଭଲ ଟିଚର ହେଇଗଲେ, ତାହେଲେ ହେଇପାରିବନି। ଆମେ ବହୁତ ଜୀବନରେ ବହୁତ କିଛି ଶିଖିବାକୁ ଅଛି। ତେଣୁ ଶିଖିବାଟା କେବେ ସରେନି। ତେଣୁ ଗୋଟେ ଛୋଟ ପିଲାଠାରୁ ବି ଶିଖିବାର ଅଛି। ତେଣୁ ଏଇ ଯାହା ଶିଖିବା ଯଦି କାର୍ଯ୍ୟକାରୀ କରିପାରିବା, ତାହେଲେ ସେଥିରେ ସଫଳତା ପାଇବା। ସେଇ କରିବାଟା ଆମ ଭିତରେ ଗୋଟେ ସେଇଭଳିଆ ଭାବରେ ମାନେ ଗୋଟେ ମନୋବୃତ୍ତି ରହିବାଟା ଦରକାର। ବାହ, ବହୁତ ବଢିଆ ଏତିକି କଥା। ମୁଁ କହୁଛି। ଆଉ ବହୁତ ବଢିଆ କଥା। ଗୋଟେ ବହୁତ ବଢିଆ ଏକ୍ଜାମ୍ପଲ ଦେଲେ, ଯେମିତି ମୋବାଇଲରେ ଚାର୍ଜର ଚାର୍ଜ ଯଦି ଆମେ ନ କରିବା ହବନି, ତ ଗୁରୁକୁଳ ହଉଛି ସେମିତି ଗୋଟେ ପ୍ଲାଟଫର୍ମ ଯୋଉଥିରେ କି ଆମେ ସମସ୍ତେ ନିଜେ ନିଜେ ଚାର୍ଜ ଆମେ ହେଇପାରିବା। ବହୁତ ବଢିଆ କଥା। ଆଉ କେବଳ ଶିଖିଲେ ହବନି, ତାକୁ ଯଦି କାମରେ ବି ନ ଲଗେଇବା ତାହେଲେ ସେ ବି କିଛି ନୁହେଁ, ତାହେଲେ ନ ଶିଖିବା ସହିତ ସମାନ। ତ ये ଦିଟି ବହୁତ ବଢିଆ କଥା। ୟା ଦ୍ୱାରା ଅ, ମାନେ ଆମେ ବହୁତ କିଛି, ଆମେ ଏଇ ସମାଜର ମଙ୍ଗଳ ବି ଆମେ କରିଦେଇ ପାରିବା। ତ ସୁକାନ୍ତ ବାବୁ ଆପଣ ନେଟୱାର୍କକୁ ଆସିଲେ କି କଣ କହିବାକୁ ଚାହୁଁଥିଲେ? ହଁ କୁହନ୍ତୁ। ହଁ ସାର୍। ଆଜ୍ଞା। ସାର୍ ନମସ୍କାର, ସମସ୍ତେ ନମସ୍କାର। ଯାହା ହଉ ବହୁତ ବଢିଆ। ଗୁରୁକୁଳରେ କିଛି ନା କିଛି ଆଜି ଶିଖିବାର ଅଛି। ଆଜି ଦେଖନ୍ତୁ ଆମର ଗୁରୁକୁଳରେ ଆଜି କହିଲେ ଆମେ କାର୍ଯ୍ୟ କରିବା ପୂର୍ବରୁ ଆମର ଚାର୍ଜ ହବା ଦରକାର। ଯେମିତି ଆମର ସକାଳୁ ଆମେ ଯୋଗ ଧ୍ୟାନ କରୁଛେ, ବଡିଟା ଯେମିତି ଆମର ଫ୍ରି ରହୁଛି, ସେମିତି ଗୁରୁକୁଳ ଏମିତି ଗୋଟେ ପ୍ଲାଟଫର୍ମ, ସେଥିରେ ଯଦି ଆମେ ବସିବା ସବୁଦିନ ଅଧଘଣ୍ଟେ ଘଣ୍ଟେ ବସିବା, ଧୀରେ ଧୀରେ ଆମର ମାଇଣ୍ଡ ଟା ରିଫ୍ରେଶ ହବ। ଆମ ଯୋଉ ଫିଲ୍ଡ ଉପରେ ଯୋଉ ନେଗେଟିଭ ଆସୁଛି, ସେ ନେଗେଟିଭ ଆମର ପଜିଟିଭ ହବ। କାରଣ ଗୋଟେ ଗୋଟେ ନୋଟା ମାନେ ନେକ୍ସଟ ଅଦର ଯେମିତି ଆମେ ଧୀରେ 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 ନୋ କଲା, ଯେତିକିଟା ନୋ ନୋ ମାନେ ଅତିକ୍ରମ କରିବ, ସେତିକି ଆମକୁ ପଜିଟିଭ ହବ, ସେତିକି ଆମକୁ ରିଏକ୍ସନ ମିଳିବ। ସେଥିପାଇଁ ଯେତିକି ଯେ ନୋ ହଜମ କରିଛି, ସେତିକି ସେ ପଜିଟିଭ ସେ ପାଇଛି।
ସେଥିପାଇଁ ଆମକୁ ଯେତିକି ଫିଲ୍ଡରେ କାମ କରେ, ଯେ ଫିଲ୍ଡରେ କାମ କରେ ତାର ନେଗେଟିଭ ବେଶୀ ଆସିବ, ଆଉ ଯେ କାମ ନ କରେ ତାର ନେଗେଟିଭ କିଛି ଆସିବନି। ଲୋକମାନେ ମିଶିବା, ବହୁତ ଗୁଡା କୋଶ୍ଚିନ୍ ଆସିବ, ତାକୁ କେମିତି ଫେସ୍ କରିବା, କାରଣ ସେଟା ଗୁରୁକୁଳ ମାଧ୍ୟମରେ ଆମେ ସବୁ ଶିଖିବାକୁ ପଡିବ। ସେଥିପାଇଁ ଆମକୁ ନିହାତି ଗୁରୁକୁଳ ବସିବାକୁ ପଡିବ, ସେଟା ମୋର ପ୍ରଥମ ପ୍ରାୟୋରିଟି। ଗୁରୁକୁଳ ବସିଲେ ଧୀରେ 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 ଆମେ ପଜିଟିଭ, ଆମର ମାଇଣ୍ଡ ସେଟ୍ ହବ, ତାପରେ ଧୀରେ ଧୀରେ ଆମ ପ୍ରଡକ୍ଟ ଟ୍ରେନିଂ ବହୁତ ଗୁଡା ଜିନିଷ ଅଛି ଗୁରୁକୁଳ ଶିଖିବାର ଅଛି, ସେଥିରେ ଆମେ ବହୁତ ଗୁଡା ଆମେ ନଲେଜ ନେଇପାରିବା। ପ୍ରଥମ ପ୍ରାୟୋରିଟି ପାଇଁ ଗୁରୁକୁଳ ଆମେ ବସିବା। ଯଦି ପାଇଁ ଗୁରୁକୁଳ ଆମେ ଦେଖି ନ ପାରୁଛେ, ୟୁଟ୍ୟୁବ ଲିଙ୍କ ଅଛି, ଲିଙ୍କରେ ଆମେ ବସିଲେ ଆମେ ସବୁ ଜିନିଷ ଆମେ ଜାଣିପାରିବା, ପଛରେ ବି ସେଟା ଆମେ ଦେଖିପାରିବା। କିନ୍ତୁ ବର୍ତ୍ତମାନ ଯଦି ଗୁରୁକୁଳ ନ ବସେ, କିନ୍ତୁ 7:30ରୁ 7:30 ଭିତରେ ଦେଖିଲେ ଯୋଉଟା ଗୁରୁକୁଳ ଆମର ଆଲୋଚନା ହଉଛି ସେଟା ବର୍ତ୍ତମାନ ଆନାଲିସିସ୍ କରାଯାଉଛି ଆମର ଯୋଉ ଜୁମ୍ ମାଧ୍ୟମରେ 7:30ରୁ 8 ଭିତରେ। ସେଟା ହେଲେ ବି ଆମେ ଏଥିରୁ କିଛି ଆମେ ଶିକ୍ଷଣ ଜିନିଷ, ପ୍ରାକୃତିକ ଜିନିଷ ପାଇପାରିବା। ଥ୍ୟାଙ୍କ ୟୁ ସାର୍। ଓକେ, ବହୁତ ବଢିଆ କଥା। ସୁକାନ୍ତ ବାବୁ ହଉଛନ୍ତି ଆମ ଟିମର ଜଣେ ବହୁତ ବଡ କ୍ରାନ୍ତିକାରୀ ଲିଡର। ବହୁତ ସାରା ସଂଘର୍ଷ ଭିତରେ ସେ ଆଗକୁ ବଢିବା, ତାଙ୍କଠୁ ହିଁ ବହୁତ କିଛି ଶିଖିବାକୁ ମିଳେ। ମୁଁ ତ କହିବି ଗୋଟେ ପଙ୍କ ଭିତରେ ପଦ୍ମ ଫୁଲ ହଉଛନ୍ତି ସୁକାନ୍ତ ବାବୁ। ଆ, ବହୁତ ସାରା କଥା ତାଙ୍କ ବିଷୟରେ ଜାଣିଲେ ବି ଆପଣ ଜାଣିପାରିବେ। ତ ଧୀରେ 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 ମୁଁ ଚାହୁଁଛି ଯେ ସୁକାନ୍ତ ବାବୁ ଯୋଉ ସେବାର ମନୋବୃତ୍ତି ତାଙ୍କ ପାଖରେ ଅଛି, ତ ସେ ସେବାର ମନୋବୃତ୍ତି, ସେ ଯାହା କରିବା ପାଇଁ ଚାହୁଁଛନ୍ତି ଦିନେ ନା ଦିନେ ସେ ସଫଳ ହେଇପାରିବେ। ବହୁତ ବଢିଆ କଥା। ନଭନ ସାର୍, ଆପଣ ଅନମ୍ୟୁଟ ହେଲେ କି କଣ କହିବେ? ଆଜ୍ଞା। ହଁ ସାର୍, କୁହନ୍ତୁ ସାର୍। ଦେଖନ୍ତୁ, ହଁ ରାଉରକେଲାରୁ ନବମ ସାର୍ ଆମ ସାଙ୍ଗରେ ମିଶିଗଲେ। ସାର୍ ଯଦି ନମସ୍କାର। କମ୍ଫର୍ଟେବୁଲ ଅଛନ୍ତି ଆଉ ମାନେ ଇଣ୍ଟରନେଟ ଠିକ ଅଛି, ତାହେଲେ ଆପଣ କ୍ୟାମେରା ବି ଅନ୍ କରିପାରିବେ। ନାଇଁ ସେ ଟିକେ ଏପଟରେ ରହିଛି, ଆସୁନି, ମଝିରେ ମଝିରେ କଟି ଯାଉଛି ସାର୍। ସାର୍ ସାର୍ ନାଇଁ ନାଇଁ, କ୍ୟାମେରା ତାହେଲେ ଅନ୍ କରନ୍ତୁନି, ନେଟ୍ କଟି ଯାଉଛି, କୁହନ୍ତୁ। ଆଉ ଜୟ ଆର୍ସିଏମ୍। ଆଉ ଯାହା ହଉ ମହାନ୍ତି ବାବୁ ଏବଂ ସେ ନାନୀ ଯାହା କହୁଥିଲେ, ଗୁରୁକୁଳରୁ ଯୋଉ ଶିକ୍ଷା ଲାଭ କରୁଛନ୍ତି ଆମେ, ତାକୁ କଣ୍ଟାଏ କଣ୍ଟାଏ ଯଦି କାର୍ଯ୍ୟକାରୀ କରିବା, ସଫଳତା ଅନିବାର୍ଯ୍ୟ। ଆପଣଙ୍କୁ ଗୋଟିଏ ଉଦାହରଣ ଦଉଛି, ଏମିତି ବହୁତ କିଛି ନଜିର ଆମ ପାଖରେ ରହିଛି। ଜଣେ ଉପନ୍ୟାସିକ ଧ୍ୟାନଚାନ୍ଦଙ୍କ କଥା ବିଚାର କରନ୍ତୁ। ତାଙ୍କ ଜୀବନରେ କିଭଳି ଭାବରେ ଷ୍ଟ୍ରଗଲ ସବୁ ଆସିଲା। ଇଭିନ୍ କି ବାପା ଚାଲିଗଲେ, ମା ଚାଲିଗଲେ, ତାପରେ ସେକେଣ୍ଡ ୱାଇଫ ଯେତେବେଳେ ମାର ଆବଶ୍ୟକତା ଧ୍ୟାନଚାନ୍ଦଙ୍କର ଜାଣି ବାପା ଦ୍ୱିତୀୟ ବିବାହ କଲେ। ସାବତ ମାର ଜଞ୍ଜାଳ ଗଞ୍ଜାଳ ସହି ନ ପାରି ସେ ବହୁତ କିଛି କଷ୍ଟ କଲେ, ଏବଂ ଏ ପିଲାକୁ କିଭଳି ଭାବରେ ଆମ ଠାରୁ ଦୂରେଇ ଦବା, କି ୟାକୁ ସ୍ୱତନ୍ତ୍ର କରିବା, ସେ ଭାବନା ସାବତ ମା ମନରେ ଆସିକି ସେ ତାକୁ ଅଳ୍ପ ବୟସରେ ମଧ୍ୟ ବିବାହ କରିଦେଇଥିଲେ ଧ୍ୟାନଚାନ୍ଦଙ୍କୁ। ଧ୍ୟାନଚାନ୍ଦଙ୍କର ଯୋଉ ସେକେଣ୍ଡ ସ୍ତ୍ରୀ ଆସିଲା, ସେ ଏଭଳି ଭାବରେ ଜଣେ ନାରୀ, ଶ୍ରେଷ୍ଠ ନାରୀ ଭାବେ ଆମେ ତାକୁ ଗ୍ରହଣ କରିବା ଉଚିତ। ଇଭିନ୍ କି ଧ୍ୟାନଚାନ୍ଦ ଯେତେବେଳେ ସଭା ସମିତିକୁ ଯାଆନ୍ତି, ତାଙ୍କ ପାଖରେ ପଡି ରହିଥିବା ଗୋଟିଏ କୋଟ୍, ତାକୁ ଦୀର୍ଘ ଦିନ ଧରି କାରବାର କରୁଥିଲେ, ତାହା ଚିରି ଯାଇଥିଲେ ମଧ୍ୟ ତାକୁ ପିନ୍ଧି ଯାଇକି ମଞ୍ଚ ଉପରୁ ଆଣୁଥିଲେ। ତାଙ୍କୁ ଫେଲିଟେସନ ଯେତେବେଳେ କରାଯାଉଥିଲା, ସେ ମାନେ ପ୍ରାଇଜ ଧରିକି ଆସୁଥିଲେ। କିନ୍ତୁ ଦୁଃଖର ବିଷୟ, ତାଙ୍କ ସ୍ତ୍ରୀ, ସେକେଣ୍ଡ ସ୍ତ୍ରୀ, ଯାହାକୁ ସେକେଣ୍ଡ ଥର ବିବାହ କରିଥିଲେ, ଜଣେ ବିଧବାକୁ, ସିଏ ଚିନ୍ତା କଲେ ମୋର ସ୍ୱାମୀ ଏଭଳି ମାନେ ଜିନିଷ ଆଣୁଛନ୍ତି, ଏଭଳି ଭାବରେ ସମ୍ମାନ ପାଉଛନ୍ତି, ଏଇଭଳି ଅବସ୍ଥାରେ ଯାଇକି, ତେଣୁ ତାକୁ ମୁଁ ପରିବର୍ତ୍ତନ କରିବି। ତେଣୁ ସେ ସ୍ତ୍ରୀଙ୍କୁ ଯୋଉ ଖର୍ଚ୍ଚ ଦଉଥିଲେ, ତାକୁ ସେ ରଖି ରଖି ଯେତେବେଳେ କୋଟ କିଣିବାର ଅର୍ଥ ପାଖରେ ହେଇଗଲା, ସ୍ୱାମୀକୁ କହିଲେ ଆପଣଙ୍କର ଇଏ ଭଲ ଲାଗୁନି, ମାନେ ଆଉ ବ୍ୟାଖ୍ୟା କରିବା ଦରକାର ନାହିଁ, ଆପଣ ଆଉ ନୂଆ ଗୋଟେ କାର୍ଡ ଇଏ କୋଟ ଆଣନ୍ତୁ, ପଇସା ମୁଁ ରଖିଛି ଦଉଛି, ଏଭଳି କହିକିରି ତାଙ୍କୁ ଦେଲା ପରେ ସିଏ ଯାଇ ଧ୍ୟାନଚାନ୍ଦ କଣ କଲେ, ଯାଇକି ଦେଖିଲେ ଯେତେବେଳେ କୋଟ କିଣିବାକୁ ଯାଇଛନ୍ତି, ବଜାରରେ ତାଙ୍କର ସାଙ୍ଗ ଜଣେ ତାଙ୍କର ଝିଅ ବାହାଘର କରିବା ପାଇଁ ଉଣ୍ଡାଳି ହେଉଛନ୍ତି ପଇସା। ପାଖରେ ପଇସା ନାହିଁ, ଝିଅ ବାହାଘର କରିବି କେମିତି? ଧ୍ୟାନଚାନ୍ଦଙ୍କର ଦୃଷ୍ଟିଗୋଚରକୁ ଯେତେବେଳେ ଆସିଲା, ସାଙ୍ଗଟି ମୋର ଏଭଳି ଅବସ୍ଥାରେ ଘୁରି ବୁଲୁଛନ୍ତି ପଇସା ପାଇଁ, ତେଣୁ ତାଙ୍କ ପାଖରେ ଗଚ୍ଛିତ ଥିବା 2,000 ଟଙ୍କା, ଯାହାକି କିଣିବା ପାଇଁ କୋର୍ଟକୁ, ତାଙ୍କ କୋର୍ଟ କିଣିବା ପାଇଁ ତାଙ୍କ ସ୍ତ୍ରୀ ଦେଇଥିଲେ, ତାକୁ ସେ ପ୍ରଦାନ କରିଦେଲେ, ଝିଅ ବାହାଘର କାର୍ଯ୍ୟରେ ଲଗେଇଲେ। ଘରକୁ ଫେରିଲେ, ସ୍ତ୍ରୀ କହିଲେ ଆପଣଙ୍କ ପାଖରେ କାହିଁ, ଯୋଉ ପଇସା ଦେଇଥିଲି ସେଥିରେ ଆପଣଙ୍କୁ କୋର୍ଟ କିଣିବା ପାଇଁ କହିଥିଲି, ଆପଣ କାହିଁ କୋର୍ଟ କାହିଁ? ସେ କହିଲେ ଆପଣ କାହିଁକି ଏଭଳି ଚିନ୍ତା କରୁଛନ୍ତି, ଯୋଉ କୋର୍ଟ ଅଛି କିଣା ହେଇ ନାହିଁ, କାରଣ କଣ ନା ଆପଣ ଦେଖନ୍ତୁ, ଯେତେକ ଗଛ ଫଳ ଫଳିଲେ ଲୋକମାନଙ୍କର ସମସ୍ତଙ୍କର ଉପକାର ହୁଏ। ନଦୀ ବହି ଯାଉଛି, ପାଣି ଦଉଛି, ସେ ସମସ୍ତଙ୍କର ଉପକାର କରୁଛି।
ଗାଈ କ୍ଷୀର ଦଉଛି ଆମ ମାନଙ୍କର ଉପକାର ପାଇଁ। ଏଣୁ ଜଣେ ଲୋକର ଏଭଳି ଅବସ୍ଥା ଥିଲା, ତା ସମସ୍ତ ବୃତ୍ତାନ୍ତଟା କହିଲେ, ସେଇ ବାହାଘର ବିଷୟ ନେଇକି ତାଙ୍କ ସ୍ତ୍ରୀକୁ ଜଣେଇଲେ। ତାଙ୍କ ସ୍ତ୍ରୀ କହିଲେ, ଆପଣଙ୍କ ଭଳି ଉପଯୁକ୍ତ ସ୍ୱାମୀ ମୋର ଏ ଦୁନିଆରେ କେହି ନାହାନ୍ତି। ତେଣୁ ଧନ୍ୟବାଦ। ତାଙ୍କୁ ସେ କିଭଳି ଭାବରେ ପ୍ରଶଂସା କଲେ ଏବଂ ତାଙ୍କର କାର୍ଯ୍ୟକଳାପକୁ ସେ କିଭଳି ଭାବରେ ଗ୍ରହଣ କଲେ। ଜଣେ ବିଧବା ନାରୀ, ଦ୍ୱିତୀୟ ବିବାହିତା ନାରୀ, ତାଙ୍କୁ ଏଇଭଳିଆ ପଥ ପ୍ରଦର୍ଶକ ଭାବରେ ଥିଲେ। ଆମକୁ ତ ମହାଗୁରୁ ଆମକୁ ପଥ ପ୍ରଦର୍ଶକ କରୁଛନ୍ତି ଗୁରୁକୁଳରେ। ତେଣୁ ତାକୁ ଯଦି ଆମେ ଆଗ୍ରହ ସହିତ ଗ୍ରହଣ କରି ପଥରେ ଆଗେଇ ଚାଲିବା, ନିଶ୍ଚିନ୍ତ ଭାବରେ ଆମେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ କୁହନ୍ତୁ ବା RCM ର ଲିଡର କୁହନ୍ତୁ, ତାହା ମଧ୍ୟ ଅଚିରେ ହୋଇପାରିବା। ଏତିକି କହି ମୋର ବକ୍ତବ୍ୟ ରଖୁଛି। ଧନ୍ୟବାଦ ସାର୍। ଓକେ, ଥ୍ୟାଙ୍କ ୟୁ। ନବଘନ ସାର୍ ଜଣେ ଭଲ କବି, ଜଣେ କେତେବେଳେ ତାଙ୍କ କବିତା ବି ଆମେ ଶୁଣିବା। ବହୁତ ଭଲ ଭଲ RCM ଉପରେ କବିତା ବି ଲେଖନ୍ତି, କିନ୍ତୁ ମେନ୍ ଉଦ୍ଦେଶ୍ୟ ହଉଛି RCM ର ବ୍ୟବସାୟ ନୁହେଁ, ମେନ୍ ଉଦ୍ଦେଶ୍ୟ ହଉଛି ସେବା କରିବା। ଆମେ ଗୁରୁକୁଳ ଆମେ ଆଟେଣ୍ଡ କରିଥିଲେ ଆମର ଯୋଉ ରୂପାନ୍ତରଣ ଯାତ୍ରା ରାଉରକେଲାରେ, ସେ ରାଉରକେଲାରେ ବି ସେଇ କଥା ବି ରହିଥିଲା ଯେ ସେବା, ସ୍ୱାସ୍ଥ୍ୟ ଆଉ ସଂସ୍କାର, ୟା ଉପରେ ଏ କାର୍ଯ୍ୟକ୍ରମ ହଉଥିଲା। ତ ଆମେ ସେବା କରିବା ଉପରେ ଆମେ ଯେତେ କାର୍ଯ୍ୟକ୍ରମ ଆମେ କରିପାରିବା। ଆଜି ଟିସିଜି ବି ସେଇ କଥା ହିଁ ଡିସ୍କସନ ପ୍ରଥମରୁ କରିଥିଲେ ଯେ ଯଦି ଆମେ ସମାଜର ଆମର ପ୍ରତିଷ୍ଠା ଯଦି ନ କରିବ, ଲୋକ ଯଦି ଆମକୁ ପ୍ରଶଂସା ନ କରିବେ, ତାହେଲେ ଆମେ ଲୋକଙ୍କ ହୃଦୟକୁ ଆମେ ଜିତି ପାରିବାନି, ତାହେଲେ ଆଗକୁ ଆମେ ବଢିପାରିବା ନାହିଁ। ତ ସେଥିଲାଗି ପ୍ରଥମ କଥା ହଉଛି ସେବା, ଆଉ ଦ୍ୱିତୀୟ କଥା ହଉଛି ସ୍ୱାସ୍ଥ୍ୟ ସଂସ୍କାର। ତ ଇଏ ପ୍ରକାର ଯାହା ଆଜି ଆମେ ଡିସ୍କସନ କଲେ, ଯାହା ଆମେ କହିଲେ, ତ ଇଏ ବିଷୟରେ ଆମେ ନିଜେ କେତେ ଆମେ ଠିକ କହିଛେ, କେତେ କଣ କରୁଛେ, ନିଜକୁ ନିଜେ ଠିକ କରିବା ପାଇଁ ଇଏ ଇଏ ଗୋଟେ ଆଇନା ଭଳି। ଇଏ ୟୁଟ୍ୟୁବରେ ଲୋଡ ହଉଛି। ଆପଣ ମାନେ ୟୁଟ୍ୟୁବ ଜାଣିବା ପାଇଁ ୟୁଟ୍ୟୁବରେ ସର୍ଚ୍ଚ ଅପସନକୁ ଯାଇକି SRIPRIYA ଶ୍ରୀପ୍ରିୟ ଶତପଥୀ ଯଦି ଆପଣ ମାରିଦେବେ, ତାହେଲେ ଏଇଟା ଆସିଯିବ। ଆଜି ଡେଟ୍ ହଉଛି 28/10 ଆସିଯିବ। ତ ଆପଣମାନଙ୍କ କଥାକୁ ଆପଣ ମାନେ ଶୁଣିପାରିବେ, ଆଉ ଆଗକୁ ଆମେ ବଢିପାରିବା। ଆଉ ଆମକୁ ସହଯୋଗ କରିବା ପାଇଁ ଆମ ସାଙ୍ଗରେ ଅଛନ୍ତି ଚାନ୍ଦ ସାର୍ ଅଛନ୍ତି। ସାର୍ ଯଦି କମ୍ଫର୍ଟେବୁଲ ଅଛନ୍ତି ତ ପ୍ଲିଜ ୱେଲକମ୍ ସାର୍। ଆଉ ମୁଁ ଆଉ ଗୋଟେ ଲାଷ୍ଟରେ ଖାଲି ଗୋଟେ କଥା କହିବାକୁ ଚାହୁଁଛି ଯେ ଆଜି ମଙ୍ଗଳବାର, ଆଜି ସନ୍ଧ୍ୟା 8:30 ବେଳେ ଯୋଉ ପ୍ରୋଗ୍ରାମ ହବ, ଆମର ଗ୍ରୋଥ ଉପରେ ଆମେ କରିବା। କାହିଁକି ନା ଆଜି 28 ତାରିଖ ହେଇଗଲାଣି, ଏ ମାସ 31 ତାରିଖ ଲାଷ୍ଟ। ଆଉ ଗ୍ରୋଥ ଉପରେ ଯୋଉମାନେ ବି ଯୋଉ ସାଥୀ ମାନେ ବର୍ତ୍ତମାନ ସୁଦ୍ଧା ଆସିପାରୁନାହାନ୍ତି, ତ ସେମାନଙ୍କୁ ଇନଭାଇଟ କରନ୍ତୁ। ଆଜି ସେଇ ଗ୍ରୋଥ ଉପରେ ଆଜି ଆମେ ମିଟିଂ କରିବା, ତାକି ଆମର ଏ ମାସର କ୍ଲୋଜିଂକୁ ଆମେ ବହୁତ ଭଲ ଶାନଦାର କରିପାରିବା, ଗତ ମାସଠୁ ଅଧିକ ଆମେ କରିପାରିବା। ଓକେ, ୱେଲକମ୍ ସାର୍। ହଁ, ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ। ନମସ୍କାର ସମସ୍ତଙ୍କୁ ନମସ୍କାର। ଆପଣ ଶତପଥୀ ସାର୍ ଇନଭାଇଟ କରୁଛନ୍ତି, ଯେ କହୁଛନ୍ତି ଯେ ସପୋର୍ଟ କରିବାକୁ ଆସୁଛନ୍ତି କି ଯୋଉ କଣ କମ୍ଫର୍ଟେବୁଲ ଅଛନ୍ତି, ଏସବୁ କଥା କାହିଁ କହୁଛନ୍ତି? ଆକ୍ଚୁଆଲି ସାର୍ କଣ ହଉଛି କି, ବହୁତ ସାରଙ୍କର ନେଟୱାର୍କ ପୁଅର ଅଛି। ସେଥିରେ ସମସ୍ତେ ରେସ୍ପନ୍ସିବୁଲ ଲୋକ, ସମସ୍ତେ ମ୍ୟାଚିଓର ଲୋକ। ମତେ ଆପଣ କହୁଛନ୍ତି ମୁଁ ସପୋର୍ଟ କରିବାକୁ ଆସୁଛି, କାହିଁ ଧନ୍ୟବାଦ। ମୁଁ କଣ ସପୋର୍ଟ କରିବାକୁ, କଣ ମୋର ତ ଭଲ ଲାଗୁଛି ଆସୁଛି। ଆପଣ ମାନଙ୍କୁ କଣ ଖାଲି ଏଥିରେ ଏଇ ଟିକେ ସାର୍ କାମରେ ଆମେ ମେଣ୍ଟାଲି ବୁଷ୍ଟ ପାଉଛୁ ଯେ ଆପଣ ଆପଣ ଆସୁଛନ୍ତି, ମାନେ ଆମର ଏଇଠି ଆମର ନାଇଁ ନାଇଁ ଗାରିମା ବଢି ଯାଉଛି। ନା, ଇଏ ଏସବୁ ସାର୍ ଆପଣଙ୍କୁ ଆପଣଙ୍କୁ ପାଇକି ଆମେ ଏତେ ମାନେ ବିହର ହେଇଯାଉଛୁ, ତ ଆପଣଙ୍କୁ ଚପାଟ ପୋଜିସନରେ ପକେଇ ଦଉଛନ୍ତି। ସେଇଟା ସେଇଟା ଆପଣ ବୁଝିପାରୁନଥିବେ। ଆ, ତାପରେ ଡାକୁଛନ୍ତି ଯେ ଆପଣ ଯଦି କମ୍ଫର୍ଟେବୁଲ ଅଛନ୍ତି, ତାର ମାନେ ମନେ ହଉଛି ଯେ ଏଇ ଯୋଉ ପ୍ରୋଗ୍ରାମ କେବଳ ଆପଣଙ୍କର, ଆପଣ ଆଉ ଆମର କେହି ନୁହଁ, କିଛି ନୁହେଁ, ଆମ ପ୍ରୋଗ୍ରାମ ନୁହେଁ ଇଏ। ନା 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 ସାର୍, ସେ କଥା ନୁହେଁ। ଆପଣ କହୁଛନ୍ତି ସମସ୍ତଙ୍କୁ ଯେ ସେ କମ୍ଫର୍ଟେବୁଲ ଅଛନ୍ତି କି ନାହିଁ, କାହିଁ ଆରେ ଯିଏ ନିଜର ମାନେ କଣ ଦାୟିତ୍ୱର ସହିତ, ନିଜର ବୁଝିବାର ଶକ୍ତି ସହିତ ସବୁ ଲିଡର ମାନେ ବସିଛନ୍ତି, ସମସ୍ତଙ୍କର ଦାୟିତ୍ୱପୂର୍ଣ୍ଣ ଜ୍ଞାନ ଅଛି। ଆଉ ତାପରେ ସାହୁ ବାବୁ କହିଲେ ମୁଁ 20 ଜଣଙ୍କୁ ଡାକିଲି, 20 ଜଣ ମନା କଲେ ନା, ନ ଆସିବା କଥା, ଡାକିବା ଆସିଲେ ତାଙ୍କ କଥା କାହିଁ ଏଠି ଡିସ୍କସନ କରୁଛନ୍ତି? କିଏ ଆସିଲେ ତାଙ୍କ କଥା କହିବେ ସିନା। ତାହେଲେ ସବୁ ଅନ୍ୟମାନେ ବସିବେ, କହିବେ ଏତେ ଲୋକଙ୍କୁ ଡାକିଲେ ଆସିଲେନି, ଆଉ ଆମେ କଣ ଡାକିଲେ ଲୋକ ଆସିବେ? ତ ଏଠି ଲୋକ ନେଗେଟିଭ ହେଇଯିବେ। 20 ଜଣଙ୍କୁ ଡାକିଲି, କେହି ଆସିଲେନି। ତାଙ୍କୁ କହିଲି, ସିଏ ଏମିତି କହିଲେ, ଏମିତି ଆଲୋଚନା ଯଦି ଆମେ, ଅବଶ୍ୟ ସମସ୍ତେ ମ୍ୟାଚୁର ଲୋକ ବସିଛନ୍ତି, ସେମାନେ ଠିକ ବୁଝୁଥିବେ,
କିନ୍ତୁ ଏଭଳି ଆଲୋଚନା ଯଦି କରିବା ମୁଁ ଡାକିଲି ମୁଁ ଆସୁନାହାନ୍ତି ଆଉ ତାହେଲେ ତ ନେଗେଟିଭ ଆପଣ କଥା କହୁଛନ୍ତି ତାମାନେ ଲୋକେ ଯିଏ ବସିଥିବେ ସେ କହିବେ କଣ ଏତେ 20 ଜଣଙ୍କୁ ଡାକିଲେ ଆସିଲେନି ଆଉ ତାହେଲେ ଆମେ କଣ ଡାକିବୁ ଲୋକଙ୍କୁ। ନାଇଁ ସାର୍, ଯୋଉମାନେ ବସିଛନ୍ତି ସେମାନେ ବୁଝୁଥିବେ ଯେ ସ୍କିଲ୍ କୁ ଡେଭଲପମେଣ୍ଟ କରିବା ନିହାତି ଦରକାର। ଆମେ ଇନଭାଇଟ୍ କରିବାର ସ୍କିଲ୍ କୁ ଡେଭଲପମେଣ୍ଟ କରିବା ନିହାତି ଜରୁରୀ। କାରଣ ଯଦି କେହି ନ ଆସୁଥାନ୍ତେ ତାହେଲେ ଆଜି 6:30 ବେଳକୁ ଗୁରୁକୁଳ ଆସିଲା ବେଳକୁ ଏଣ୍ଟ୍ରି ମିଳୁନଥାନ୍ତା, ତ ମାନେ ମିଳି ଯାଉଥାନ୍ତା। ତ 1000 ଲୋକ ଫୁଲ ହେଇକି ପୁଣି ୟୁଟ୍ୟୁବରେ ବି ଲୋକ ପଳେଇ ଆସୁଛନ୍ତି। ତାମାନେ କୋଉଠି ନା କୋଉଠି ଆମର କୋଉଠି ଭୁଲ ଅଛି। ତ ସେଟାକୁ ଗୋଟେ କଥା ଅଛି ଗୋଟେ ଆପଣ ମାନେ ଶୁଣିଥିବେ ଗୋଟେ କଣ ସେଟା ଗୋଟେ ଶ୍ରୀକୃଷ୍ଣଙ୍କର ଗୋଟେ ପ୍ରାର୍ଥନା, ଗୋଟେ ମୀରାଙ୍କର ଗୋଟେ ପ୍ରାର୍ଥନା ନାଇଁ ସେ ଅଚ୍ୟୁତମ କେଶବମ୍ ଶୁଣିଛନ୍ତି ଆରତୀ ମ୍ୟାଡାମ? ହଁ ମୋ ନାତି ବଢିଆ ବୋଲେ। हाँ से गोटे पद तार अच्छी, कौन कहता है भगवान आते नहीं, मीरा जैसे कोई बुलाता नहीं। ହଁ ସେଟା ବଢିଆଟା। कौन कहले ता माने कौन कहले? कौन मीराଙ୍କର ତ कौन कहता है मीराଙ୍କର भगवान आते नहीं, मीरा जैसे कोई बुलाते नहीं, कौन कहता है भगवान खाते नहीं, बेरी सबरी जैसे खिलाते नहीं। नुहे की ସବରି ସବରି ଫଳ ତାଙ୍କୁ ଚାଖିକି ରଖିଥିଲା ମାନେ ଏଠି କେତେବେଳେ ମୋ ଭକ୍ତ ନା ରାମଚନ୍ଦ୍ର। ନୁହେଁ, କଥାଟା ହଉଛି ଯେ କିଏ କହୁଛ କହନ୍ତି ଯେ ଭଗବାନ ଆସିବେ ନାହିଁ, ମୀରା ଭଳି ଯିଏ ଡାକିବେ ସିଏ ସିନା ଆସିବେ। କିଏ କହୁଛନ୍ତି ଲୋକେ ଆସ ମାନେ ଏଇ କଥାକୁ ମୁଁ କହୁଛି, କିଏ କହୁଛନ୍ତି ଲୋକେ ଆସୁନାହାନ୍ତି। ତାହେଲେ ହଜାରେ ଲୋକ ଏବେ ବସିଥିଲେ କେମିତିକା? ଏବେ ଶତପଥୀ ସାର୍ କହିଲେ ଯେ 1000 ଲୋକ ବସିଥିଲେ ଏଥିରେ ଗୁରୁକୁଳରେ, ଆହୁରି ୟୁଟ୍ୟୁବରେ ବସିଛନ୍ତି। ତାହେଲେ ଆମେ ଡାକିଲେ ଆସୁନାହାନ୍ତି। ତ ତାଙ୍କୁ ଗୋଟେ କଥା କହିବି କି? ଆମେ ଡାକିଲା ଭଳି ଡାକି ପାରୁନୁ, ଲୋକଙ୍କୁ ମିଶିଲା ଭଳି ମିଶି ପାରୁନୁ। ଆମେ ସେ କଥା ନ କହିକିରି ଆମେ ଯଦି କହିବା ଯେ ଆମେ ଏତେ ଲୋକଙ୍କୁ ଡାକୁ ଲୋକ ଆସୁନାହାନ୍ତି, ତାହେଲେ ମାନେ ଏଠି କଣ ହଉଛି, ଆମର ସାଇକୋଲୋଜି କଣ? ଆମର କିଛି ଦୋଷ ନାହିଁ, ଆମେ ଜଣେଇବାକୁ ଚାହୁଁଛୁ ଆମର କିଛି ଦୋଷ ନାହିଁ, ଲୋକମାନଙ୍କର ଦୋଷ। ଆଚ୍ଛା ଲୋକମାନଙ୍କର ଦୋଷ ଯଦି ଲୋକମାନେ 1000 ଲୋକ କେମିତି ବସିଲେ ଯେଥିରେ, ଆଉ 20 ଲୋକ ଆଉ ୟୁଟ୍ୟୁବରେ କେମିତି ବସିଲେ, କେମିତି ବସିଲେ? ତେଣୁ ଭିତରକୁ ଆପଣଙ୍କର ମାନସିକ ଅବସ୍ଥାକୁ ପୁରା ବିଶ୍ଳେଷଣ କରନ୍ତୁ। ସେଇଠି କଣ ଆମର ଦୋଷ ରହିଯାଉଛି, ଯାହା ଦ୍ୱାରା କି ଆମେ ମାନେ ଲୋକଙ୍କୁ ପ୍ରେରଣା ଦେଇ ପାରୁନୁ, ଲୋକଙ୍କୁ ମାନେ ଏହାର ଗୁରୁତ୍ୱ ବୁଝେଇ ପାରୁନେ। ଆଉ ଗୋଟେ କଥା, ଏଇ ସାଧାରଣ ମୋଟିଭେସନ କଥା ଗୁଡା ଆଜିକାଲି କେହି ଶୁଣୁନାହାନ୍ତି, ତାର ମାନେ ବି କେହି ଲୋକ ବୁଝୁନାହାନ୍ତି। ଆଉ ତେଣୁ ସାଧାରଣ ଭାବେ ମୋଟିଭେସନ ର ଯୋଉ ମୋଟିଭେସନ ର କିଛି ଏମିତି ଏବେ ଲୋକଙ୍କୁ ମୋଟିଭେସନ ଲୋକ ବିରକ୍ତ ହେଇଗଲେଣି, କାରଣ ଚାରିଆଡେ ଶୁଣୁଛନ୍ତି। ତ ମୋଟିଭେସନ ଦେବାଟା ବଡ କଥା, ତାକୁ ଭିଜନ ଦେଖାନ୍ତୁ। ଆଉ ଯଦି ଖାଲି ମିଟିଂକୁ ଡାକିବେ, ଏଗୁଡ଼ା ତ ବାର ଆଲୋଚନା ହଉଛି, ଖାଲି ମିଟିଂକୁ ଡାକିଲେ କଣଟା ହେଇଯିବ? ମିଟିଂକୁ ଡାକିଲେ ଆସୁନାହାନ୍ତି ମାନେ ଆମେ ତାଙ୍କ ସହିତ ସମ୍ପର୍କ ରଖୁନେ। ଆମେ ଦୋଷ ଛଡେଇଲା ଭଳିଆ ଯଦି କହିବା ଯେ ଆମେ ମିଟିଂକୁ ଡାକୁଛେ ଲୋକେ ଆସୁନାହାନ୍ତି, ଗଲା କଥା ସରିଗଲା ସେଇଠି, ଆଉ କଣଟା ଏଥିରେ ଅଛି? ତାହେଲେ ଆମର କଣଟା ହବ? ତାର ମାନେ କଣ? ମୁଁ ସତ୍ୟଦେବଙ୍କୁ ପ୍ରଥମରୁ କାହିଁ କହିଲି ଏ କଥା, ମାନେ ଏ ପ୍ରୋଗ୍ରାମଟା ହଉଛି କେବଳ ସତ୍ୟଦେବଙ୍କର, ଆମର ନୁହେଁ। କାରଣ ଆମେ କେବଳ ସତ୍ୟଦେବଙ୍କର ପ୍ରୋଗ୍ରାମ ବସିବାକୁ ଆସୁଛେ, ସାହୁ ବାବୁ ଆମେ ସମସ୍ତେ ସତ୍ୟଦେବଙ୍କ ପ୍ରୋଗ୍ରାମ ବସିବାକୁ ଆସୁଛେ, ଆମର ପ୍ରୋଗ୍ରାମ ନୁହେଁ। ଆମେ ଏଇ ଯୋଉ ଆରସିଏମ ଟା ହଉଛି କଣ କହନ୍ତି, ଏଇ ସବୁ କାମରେ ନିଜର ଓନରସିପ ମେଣ୍ଟାଲିଟି। ଏଟା ମୋ ନିଜର କାମ, ମୋର ନିଜର ଦାୟିତ୍ୱ, ମୁଁ ନିଜେ। ଆଉ ଏଇଟା ଅଫଲାଇନ ର କଥା ଯଦି ହବ ତାହେଲେ ତ ଅଫଲାଇନ ର ବିଜନେସ, ଅଫଲାଇନ ର ଅଫଲାଇନ ର ହେଇଯିବ। ଆଉ କଣଟା ହବ? ଅଫଲାଇନ ର ବିଜନେସ, ଅଫଲାଇନ ର ପ୍ରୋଗ୍ରାମ, ଅଫଲାଇନ ର ସବୁ। ସଞ୍ଜୀବ ସିଂଙ୍କର ପ୍ରୋଗ୍ରାମରେ ସଞ୍ଜୀବ ଜୀ ଯଦି ଖାଲି ସମସ୍ତଙ୍କୁ ଡାକୁଥିବେ, ଖାଲି ଡାକୁଥିବେ, ଖାଲି ଆସରେ 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 ଆସରେ, ତାହେଲେ ସଞ୍ଜୀବ ଜୀଙ୍କ ପ୍ରୋଗ୍ରାମ କଣ ଏତେ ସମସ୍ତେ ଯାଆନ୍ତେ? କାରଣ ଯୋଉମାନେ ସମସ୍ତେ ସିନିୟର ଲିଡର, ସେମାନେ ସେ ପ୍ରୋଗ୍ରାମର ଇମ୍ପୋର୍ଟାନ୍ସ ଟା ସେମାନେ ଫିଲ୍ କରିଥାନ୍ତି ଏବଂ ସେମାନେ ତାଙ୍କ ଟିମରେ ସମସ୍ତଙ୍କୁ କହନ୍ତି। ଆଉ ସେଇଭଳି ଭାବେ କହନ୍ତି, ଭିଜନ ଦେଖାନ୍ତି। ଭିଜନ ଦେଖିବା ଗୋଟେ କଥା, ଆଉ ମୋଟିଭେସନ ଦେବା ଆଉ ଗୋଟେ କଥା। ମୋଟିଭେସନ ଆପଣ ମାନେ ଜମା ଦିଅନ୍ତୁ ନାହିଁ, କାରଣ ମୋଟିଭେସନ ରେ ଲୋକେ ବହୁତ ଚାଲାକ ହେଇଗଲେଣି। କହିଲା ସେମାନେ ଶୁଣୁଥିବେ ସିନା, ବାହାରେ ବାହାରେ ଶୁଣୁଥିବେ ସିନା, ଭିତରେ ଭିତରେ ସେମାନେ ତାକୁ ଗ୍ରହଣ କରୁନଥିବେ।
ତେଣୁ ଭିଜନ ଦେଖେଇବେ ଯେ ଇଏ ଆମେ ଦେଖେଇବା ଯଦି ଆପଣଙ୍କୁ ମୁଁ ପାଠ ପଢଉନି ଆମର ଏଇଟା ବ୍ୟକ୍ତିଗତ କଥା ଯେ ଆମେ ଯଦି ଲୋକଙ୍କୁ ଭିଜନ ଦେଖେଇବା ଯେ ଗୁରୁକୁଳର କଣ। ଆଉ ଗୋଟେ କଥା, ନୂଆ ଲୋକଙ୍କୁ ଗୁରୁକୁଳ କହିଲେ ସେମାନେ କାହିଁକି ବୁଝିବାକୁ ଯିବେ? ନୂଆ ଲୋକଙ୍କୁ ଯୋଉମାନେ ସାଙ୍ଗ 20 ଲୋକଙ୍କୁ ଭେଟୁଥିଲେ, 20 ଲୋକ ଭିତରେ ଆରସିଏମ କୁ ଯିଏ ମାନେ ବୁଝି ନାହାନ୍ତି ସେମାନେ ଗୁରୁକୁଳକୁ କେମିତି ବୁଝିବେ? ଯୋଉମାନେ ଆରସିଏମ କୁ ବୁଝି ନାହାନ୍ତି ସେମାନେ ଗୁରୁକୁଳକୁ କେମିତି ବୁଝିବେ? ନା କି ଗୁରୁକୁଳକୁ ବୁଝେଇବା ପାଇଁ ଆରସିଏମ ଜାଣିନାହାନ୍ତି କିନ୍ତୁ ଗୁରୁକୁଳ ତାକୁ ସେମାନେ ଆରସିଏମ କୁ ସେତେ ଭିତରକୁ ପଶି ନାହାନ୍ତି କିନ୍ତୁ ଗୁରୁକୁଳକୁ ସେମାନଙ୍କୁ ଡାକିବେ, ତାହେଲେ ତା ପାଇଁ ତିଆରି କରିବାକୁ ପଡିବ। ଠିକ ଅଛି, ଟାଇମ ଓଭର ହେଇଗଲାଣି। ତ ଦେଖନ୍ତୁ ସବୁ ନିର୍ଭର କରୁଛି ଆପଣଙ୍କର ଲୋକଙ୍କୁ ଡାକିବାରେ, ଲୋକ ସଂଖ୍ୟାରେ। ଆଉ ଲୋକଙ୍କୁ ଡାକିଲେ ଏମିତି ହବନି, ଆସ ନିମନ୍ତ୍ରଣ କରିଲେ ହବନି, ତାଙ୍କୁ ସେଇଭଳି ଇନଭଲଭମେଣ୍ଟ ଦରକାର। ଆଜିର ପ୍ରୋଗ୍ରାମ ତ କଣ ଗ୍ରୋଥ ଉପରେ ହବ, ତାପରେ ହଉଛି କଣ ନା କ୍ଲୋଜିଂ ଉପରେ ଆଉ 2 ଦିନ ରହିଲା। ତେଣୁ କ୍ଲୋଜିଂ କେମିତି ଅକ୍ଟୋବରରେ ବହୁତ ବଢିଆ ହବ ସେଇ ଉପରେ ଆଜି ପ୍ରୋଗ୍ରାମ ହବ। ତେଣୁ ଆପଣ ମାନେ ସମସ୍ତଙ୍କୁ ଡାକନ୍ତୁ, ଆପଣଙ୍କ ଟିମ ର ଆଜି କ୍ଲୋଜିଂ ଉପରେ ଶୁଣି ସେମାନେ ମୋଟିଭେଟେଡ ହେବେ, ଯେମିତିକା ଭଲ ଭାବେ ଅକ୍ଟୋବରରେ ପ୍ରୋଗ୍ରାମ ହବ। ଏଇ 2 ଦିନରେ ବହୁତ କିଛି ହେଇଯିବ, 2 ଦିନରେ ବହୁତ କିଛି ହେଇଯିବ ଯଦି ଆପଣ ମାନେ ସମସ୍ତେ ଆପଣଙ୍କ ଟିମ୍ ଉପରେ ଫୋକସ କରିବେ ଆଉ ଟିମ୍ କୁ ଆଜିର କ୍ଲୋଜିଂ ପାଇଁ ଡାକିବେ। ଥ୍ୟାଙ୍କ ୟୁ, ବହୁତ ବହୁତ ଧନ୍ୟବାଦ ସମସ୍ତଙ୍କୁ। ଓଭର ଟୁ ସତ୍ୟଜିତ। ନମସ୍କାର। ନମସ୍କାର ନମସ୍କାର। ଓକେ, ଥ୍ୟାଙ୍କ ୟୁ ସାର୍। ଆପଣ ମାନଙ୍କୁ ବି ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ମାନେ ସକାଳୁ ସକାଳୁ ବସିଲେ ତ ଗୋଟେ ନୂଆ ଦିଗ୍ଦର୍ଶନ ନେଇକି ଆଗକୁ ବଢିବା ପାଇଁ ଯୋଉ ସଂକଳ୍ପ ନେଲେ, ତ ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ଏତିକି। ନମସ୍କାର, ଜୟ ଆରସିଏମ। ନମସ୍କାର, ଜୟ। ଜୟ ଆର ସି ଏମ।